ଦଉଛନ୍ତି। ଆରେ ତୁ ମୋ କଥା ଶୁଣ, ମାତ୍ର 2-4 ଦିନ ଭିକ ମାଗିଲେ 5,000 ପାଖାପାଖି ହେଇଯିବ। ବାବା ନାଇଁ ମୁଁ ଭିକ ମାଗି ପାରିବିନି। ଭିକ ମାଗିଲେ ନା ଲୋକମାନେ ମତେ ଉପହାସ କରିବେ। ଆରେ কি উপহাস করবো? তু পয়সা দৌଛୁ জমা চিন্তা কর না। আরে ମୋ ପାଖରେ କିଛି ଛିଣ୍ଡା ପୋଷାକ ଅଛି, ମୁଁ ତତେ ଭିକାରୀ ବେଶରେ ସଜେଇ ଦେବି, ଏମିତି ସଜେଇ ଦେବି ଯେ ଦୁନିଆର କେହି ବି ଜାଣିବା କଥା କଣ ତୁ ନିଜେ ବି ବୁଝିପାରିବୁ। ମୁଁ ପାରିବିନି, ମୁଁ ପାରିବିନି। ଆରେ ମୁଁ ତୋର ଶୁଭଚିନ୍ତକ ହିସାବରେ କହିଥିଲି, ଯଦି ତୁ ନ ପାରିବୁ ତାହେଲେ ମୋ କଥା ମାନିବୁନୁ ନ ମାନ, ସେଥିରେ ମୋର ଜାୟଜ ନାହିଁ। ହେଲେ ଯେତେବେଳେ ତୁ ଘରକୁ ଯିବୁ ତୁ ଭାଇ ଭଉଣୀକୁ ତୁ କଣ କହି ବୁଝେଇବୁ? ଚିନ୍ତା କର, ଭିକ ମାଗିବୁ ନା ଭାଇ ଭଉଣୀଙ୍କ ମନରେ ଦୁଃଖ ଦେବୁ? ଚିନ୍ତା କର, ଭିକ ମାଗିବୁ ନା ଭାଇ ଭଉଣୀଙ୍କ ମନରେ ଚିନ୍ତା କର, ତୁ କହ ଭିକ ମାଗିବୁ ନା ଭାଇ ଭଉଣୀଙ୍କ ମନରେ ତୁ ଭିକ ମାଗିବୁ ନା ଭାଇ ଭଉଣୀଙ୍କ ମନରେ ଦୁଃଖ ଦେବୁ? ମୁଁ ଭିକ ମାଗିବି। ମୁଁ ମୋ ଭାଇ ଭଉଣୀଙ୍କ ପାଇଁ ଭିକ ମାଗିବି। ଶିକ୍ଷିତ ସମାଜ ଦେଖି ଯାଅ, ଦେଖି ଯାଅ ଗୋଟିଏ ବଡ ଭାଇকে তুমি ଗାଡ଼ି ଯୋଉ ବର୍ବାଦ କରୁଛ, ଯୋଉ ସମ୍ଭ୍ରାନ୍ତ ବଂଶର ନାଁରେ ନେକ୍ଟାଇ ମାରି ବୁଲୁଛ, ଯୋଉ ଗଣ୍ଡା ଗାଡ଼ି ଘୋଡ଼ା ଧରି ବୁଲୁଛ, କେବେ ଚିନ୍ତା କରିଛ? କେବେ ଚିନ୍ତା କରିଛ ତମ ମାନଙ୍କର ସଫଳତା ପଛରେ କାହାର ହାତ ଅଛି? ଆରେ ଗୋଟାଏ ନିରୀହ ବାପା, ଗୋଟାଏ ନିରୀହ ଭାଇ କେତେ କଷ୍ଟ କରିଛନ୍ତି। ଆରେ ଦେଖି ଯାଅ, ଦେଖି ଯାଅ, ଏପରି କାଣ୍ଡରେ ଗୋଟିଏ ନିରୀହ ଭାଇ କେମିତି ତମ ପାଇଁ ଭିକ ମାଗୁଛି, ଭିକ। ଆରେ କାହିଁକି ଚିନ୍ତା କରୁ? ସେ ଗଛ ମୂଳକୁ ଆ, ସେ ଗଛ ମୂଳେ ମୋର ସବୁ ଛିଣ୍ଡା ପୋଷାକ ରଖିଦେବି, ମୁଁ ତତେ ଏମିତି ବେଶରେ ସଜାଇ ଦେବି ଯେ ଆରେ ଦୁନିଆ କଣ ତୁ ବି ଚିହ୍ନି ପାରିବୁନି। ଆରେ କାନ୍ଦୁଛୁ କାହିଁକି? ଆରେ ତୁ କାନ୍ଦୁଛୁ କାହିଁକି? ଦେଖିବୁ, ଅପେକ୍ଷା କର, ମୋ ପାଣି କୁଆଡେ ଯାଉଛି। ଆରେ ଆଖିରୁ ଲୁହ ପୋଛିଦେ, ଛାତିକୁ ପାହାଡ଼ କର, ଦେଖିବୁ ଏ ଦୁନିଆ ତତେ ସାଲୋଟ ମାରିବ। ମୋ କଥା ଶୁଣ, ଆରେ ଚାଲ ମୁଁ ତତେ ଭିକାରୀ ବେଶରେ ଯିବି, କିଛି ଚିନ୍ତା କର ନା।
ତୋ ଦ୍ୱାରା କିଛି ହବନି ତୁ କେବେ ଭିକ ମାଗିପାରିବୁ ଆରେ ମୁଁ କହିଲି ପରା ମୋ କଣ୍ଠ ସହିତ କଣ୍ଠ ମିଶେଇ କହ ବାବୁ ଭିକ ଦେଲୁ ବାବୁ ମୁଠେ ଭିକ ଦିଅ ବାବୁ ମୁଠେ ଭିକ ଦିଅ ବାବୁ ମୁଠେ ଭିକ ଦିଅ ସୁଖ ଭାବିବି